ସଦାପ୍ରଭୁଙ୍କର ବହୁମୂଲ୍ୟ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମାରନାଥା, ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେତେଜଣ ବର୍ତ୍ତମାନ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଅଛ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ବର୍ତ୍ତମାନ ସମୟରେ ଅନେକ ପ୍ରଚାରକ ବାହାରିଛନ୍ତି, ଅନେକ ଭବିଷ୍ୟତ ବକ୍ତା ଆଜ୍ଞାମାନେ ବାହାରିଛନ୍ତି, ଅନେକ ପାଳକ ବାହାରିଛନ୍ତି, ଅନେକ ଗୁରୁ ବାହାରିଛନ୍ତି, ଅନେକ ଶିକ୍ଷକ ବାହାରିଛନ୍ତି। ଆପଣମାନେ ଜାଣନ୍ତି, ହେଲେ ସେମାନଙ୍କୁ ଆମେ କେମିତି ଚିହ୍ନି ପାରିବା? ସେମାନେ ବାଇବଲର ବିଷୟ କହୁଛନ୍ତି କି ବାଇବଲର ବାହାରେ ସେମାନେ କହୁଛନ୍ତି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେମାନଙ୍କୁ ଚିହ୍ନିବା ପାଇଁ ହେଲେ, ସେମାନଙ୍କୁ ଜାଣିବା ପାଇଁ ହେଲେ, ବା ସେମାନଙ୍କର ବାକ୍ୟକୁ ଆମ୍ଭେମାନେ ଚିହ୍ନିବା ପାଇଁ ହେଲେ, ଜାଣିବା ପାଇଁ ହେଲେ, ସେମାନେ କ'ଣ କହୁଛନ୍ତି ସେଇ ବିଷୟକୁ ଜାଣିବା ପାଇଁ ହେଲେ ଆମ୍ଭମାନଙ୍କୁ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ୍ ଭାବରେ ଅଧ୍ୟୟନ କରିବା ଦରକାର। ତେବେ ଯାଇ ଆମ୍ଭେମାନେ ଜାଣିପାରିବା ଜଣେ ବ୍ୟକ୍ତି ସେ କେମିତି ଶିକ୍ଷା ଦେଉଅଛି। ନହେଲେ ଆମ୍ଭେମାନେ ଜାଣିପାରିବା ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଯଦି ସଠିକ୍ ଭାବରେ ଅଧ୍ୟୟନ କରିନଥିବା, ତାହେଲେ ଯେକୌଣସି ସ୍ଥାନର ବ୍ୟକ୍ତି ଆସି ଆପଣଙ୍କର ମଣ୍ଡଳୀରେ ହେଉ କିମ୍ବା ମିଟିଂରେ ହେଉ କିମ୍ବା ଯେକୌଣସି ସ୍ଥାନରେ ହେଉ, ଯଦି ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ୍ ଭାବରେ ଅଧ୍ୟୟନ କରିନଥିବେ, ତାହେଲେ ଯେକୌଣସି ସ୍ଥାନରେ ହେଉ ପ୍ରଭୁଙ୍କର ପ୍ରିୟ ଦାସମାନେ ଆସି ଶିକ୍ଷା ଦେଲେ ଆପଣମାନଙ୍କୁ ସଠିକ୍ ଲାଗିବ। ଯେମିତି ଶିକ୍ଷା ଦେଲେ ମଧ୍ୟ ଆପଣଙ୍କୁ ସଠିକ୍ ଲାଗିବ। ସେଥିପାଇଁ ନିହାତି ଜରୁରୀ ଅଟେ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିବା ଦରକାର। ଯଦି ଆମ୍ଭେମାନେ ଅଧ୍ୟୟନ କରିବା ନାହିଁ, ତାହେଲେ ଲୋକମାନଙ୍କୁ ଆମ୍ଭେମାନେ ଚିହ୍ନି ପାରିବା ନାହିଁ, ଲୋକମାନଙ୍କୁ ଜାଣିପାରିବା ନାହିଁ ସେମାନେ କେମିତି ବାକ୍ୟ କହୁଛନ୍ତି। ସେଥିପାଇଁ ନିହାତି ଜରୁରୀ ଅଟେ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିବା ଦରକାର। ତାହା ମଧ୍ୟ ସଠିକ୍ ଭାବରେ କାହିଁକି ଲେଖାଯାଇଅଛି, କ'ଣ ପାଇଁ ଲେଖାଯାଇଅଛି, କିଏ ଲେଖିଛନ୍ତି, କାହାକୁ ଲେଖିଛନ୍ତି, ସିଙ୍ଗୁଲାର ପ୍ଲୁରାଲ, ଏହିସବୁ ବିଷୟ ଆମ୍ଭେମାନେ ଜାଣିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଲୋକମାନେ ଅନେକ ଜାଗାମାନଙ୍କରେ ଲୋକମାନଙ୍କୁ ଭ୍ରାନ୍ତ ମଧ୍ୟ କରୁଛନ୍ତି। ଏବଂ ପ୍ରଭୁ ଯୀଶୁ ମଧ୍ୟ କହିଲେ, ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ। ଅନେକ ମୋ ନାମରେ ଆସି ଅନେକ ଲୋକଙ୍କୁ ଭ୍ରାନ୍ତ କରିବେ। ଏବଂ ଲେଖାଯାଏ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେଉଛନ୍ତି ଏବଂ ଆଶ୍ଚର୍ଯ୍ୟ ପଛରେ ଚାଲୁଛନ୍ତି। ପ୍ରଭୁ ଯୀଶୁଙ୍କ ପଛରେ ନ ଯାଇ ପ୍ରଭୁଙ୍କର ଦାସମାନଙ୍କର ପଛରେ ଚାଲୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହା ହେଉଛି ବହୁତ ବଡ଼ ଭୁଲ ବିଷୟ। ଏବଂ ଏମିତି ମଧ୍ୟ ଚାଲୁଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ସଠିକ୍ ଭାବରେ ବାଇବଲ ନ ପଢ଼ି ଲୋକମାନଙ୍କର ଆଶ୍ଚର୍ଯ୍ୟରେ ଲୋକମାନେ ଛନ୍ଦି ହେଇଯାଉଛନ୍ତି। ବାଇବଲରେ ଲେଖାଯାଏ, ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ଆତ୍ମାମାନଙ୍କୁ ପରୀକ୍ଷା କର। ଆମ୍ଭେମାନେ ସଠିକ୍ ଭାବରେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରେ ଜଣେ ବ୍ୟକ୍ତି ସେ କେମିତି ଶିକ୍ଷା ଦେଉଅଛି ତାକୁ ଆମେ ପରୀକ୍ଷା କରିବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ ଏହି ପରୀକ୍ଷା କରିବା ଲୋକମାନେ ସେମାନଙ୍କର ଜାଲରେ ଛନ୍ଦି ହେଇଯାଉଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହା ହେଉଛି ବହୁତ ବଡ଼ ଆଶ୍ଚର୍ଯ୍ୟର ବିଷୟ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବଲରେ ତ ଅନେକ ପ୍ରକାର ବିଷୟ ଲେଖାଯାଇଅଛି। ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏହି ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବର କରନ୍ତୁ। ଆପଣମାନଙ୍କ ପାଖରେ ଅନେକ ବିଷୟ ପ୍ରକାଶ କରାଯିବ ଏବଂ ଏହି ଚ୍ୟାନେଲରେ ଆପଣମାନେ ଦେଖିପାରିବେ ଅନେକ ବାକ୍ୟର ଗଭୀରତାର ବିଷୟ। ଆପଣମାନେ ତଳକୁ ତଳକୁ ଦେଖନ୍ତୁ, ଏହି ଚ୍ୟାନେଲକୁ ଆପଣମାନେ ଚେକ୍ କରନ୍ତୁ, ତଳକୁ ତଳକୁ ଦେଖନ୍ତୁ। ଆପଣମାନେ କେବେ ମଧ୍ୟ ଶୁଣି ନଥିବେ ସେହି ପ୍ରକାର ବାକ୍ୟ ଆପଣମାନେ ପାଇପାରିବେ। ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ଏବଂ ମୋତେ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ।